ମୁଁ ହାଟରେ ଯାଉଛି 16-17 ବର୍ଷ ହେଇଗଲାଣି ହାଟରେ ଯାଉଛି। ଏବେ କ'ଣ ହେଉଛି ଯେ ଆମର ହାଟରେ ବସିବାକୁ ଦେଉନି ବଙ୍ଗାଳୀ ଲୋକମାନଙ୍କୁ। ତ ଏଥିପାଇଁ ଆମର ବୋଲେ ବହୁତ ଅସୁବିଧା ହେଉଛି। ହାଟ ବଜାର କରି ଆମେ ଖାଉଛୁ, କିନ୍ତୁ ହାଟ ବଜାର ବନ୍ଦ ହେବାରୁ ଆମର ବହୁତ ଅସୁବିଧା ହେଉଛି। ବୋଲେ କେମିତି ଫ୍ୟାମିଲି ଚଳିବ, କେମିତି କ'ଣ ହେବ, ଏଇଟା ହିଁ କହିବାର ଅଛି। ଅସୁବିଧା କିଏ କରୁଛି କ'ଣ ପାଇଁ? ଅସୁବିଧା ଧର ରାଖେଲଗଡ଼ରେ ଯେଉଁଟା ଝାମେଲା ହେଇଛି, ସେଇଥିପାଇଁ ଆମକୁ ହାଟକୁ ବସିବାକୁ ଦେଉନି ବଙ୍ଗାଳୀମାନଙ୍କୁ। ଅଲଗା ଲୋକ ସମସ୍ତେ ହାଟ କରୁଛନ୍ତି, କିନ୍ତୁ ବଙ୍ଗାଳୀମାନଙ୍କୁ ବସିବାକୁ ଦେଉନି। କହୁଛନ୍ତି ଯେ ଆମର ହାଟ ଆମେ କରିବୁ, ବଙ୍ଗାଳୀମାନଙ୍କୁ ବସିବାକୁ ଦେଉନି। ହଁ, ଏଇସବୁ ନେଇ ଚାଲୁଛି ଆଉ। ନାଇଁ ସାର୍, ଆମର କିଛି ଭୁଲ ନାହିଁ। ଆମେ ତ ରେଗୁଲାର 16-17 ବର୍ଷ ହାଟ କରୁଛୁ, କିନ୍ତୁ ହାଟରେ ଯାଉଛି। କେବେ ବି ଏମିତି ଭୁଲ ହେଇନି, ବୋଲେ କିଛି ବି ହେଇନି। ଏ ବିଷୟରେ କାହାକୁ ଅବଗତ କରାଇଛନ୍ତି ନା କୋଉ ଯେ ଆମର ସାପ୍ତାହିକ ହାଟ ବନ୍ଦ ହେଉଛି, ସେଥିପାଇଁ ଆମର ବହୁତ ଅସୁବିଧା ହେଉଛି। ହଁ, ଆମର ଘର ଦ୍ୱାର କେମିତି ଚାଲିବ, ଫ୍ୟାମିଲି କେମିତି ଚାଲିବ, ସେଥିପାଇଁ ଆମେ ଥାନାରେ ଆସିଛୁ। ଶନିବାର ଆସିଥିଲୁ, ସାରା ନଥିଲେ, କହିଲେ ଯେ ତାଙ୍କୁ ବି ଡକା ହେବ ଶୁକ୍ରବାର ଦିନ। ତ ସେଥିପାଇଁ ଆମେ ଆସିଛୁ ଆଉ। এই বলে আমি বঙ্গালী মানে কোণ দোষ করলু যে আমি হাট বজারে গলে বঙ্গালী মানে বসি পারিব না, এটা গোটে ফিলিং কাইকি হব। এইপাই আমি প্রশাসন পাখে আসছিলু, যেমিতি হলে এটা প্রশাসন সেটা দেখু, সেটা মীমাংসা করু। আমার কোণ দোষ? আমি তো পিলা ছুয়া নেই ইয়ে মার্কেট করি আমি খাওছি, গরিব লোক আমি সমস্ত। 14-15 বর্ষ হয়ে যাব আমি বেপার করছি। সেটা আমি কেমতি কইবি? তাকে গোটে দৃঢ় দৃষ্টি আম বঙ্গালী উপরে পড়িছি, এটা কোণ আমি কেমতি কোণ কইবি? এটা মানে আমি বজারে গেলে আমাকে বসিবাকে দেবনি, খালি বঙ্গালী পাই একা অসুবিধা। খালি কৌছি বঙ্গালী মানে বসি পারিবনি, আর সমস্তে বসিব। আজ প্রশাসন পাখে আসলি থানারে ন্যায় মিলব, তাঙ্ক সে পাই আসলি। আমি হাট বজার করি খাওছি, হাট বজার করি খাইব, আমি শান্তিরে রহবু, সমস্যার সঙ্গে মিশিকি সে পাই আমি কোণী ঝগড়া বিবাদের ভিতরে আমি জীবনে কি যাবো না। বর্তমান বহুত কষ্টের অছি, আমি বজার করি খাইবা লোক যদি বজার বন্ধ হয়ে যাব বলে কেমিতি চালব সেটা সমস্তে জানিপারছি। বজার শান্তিরে বসু, সমস্তে মিশিকিনা বসি বজার করু, সমস্তে আমি সেগুলো রহবু, সে খাইব। ଆଜିକୁ 4 ସପ୍ତାହ ହେଇଗଲାଣି ଆମେ ବହୁତ କଷ୍ଟରେ ଚାଲିଛୁ। ବୋଲେ ଅସୁବିଧା କ'ଣ ହେଉଛି, ଆର୍ଥିକ ଅବସ୍ଥା ଖରାପ। ଆମେ ଆଜିକୁ 30-40 ବର୍ଷ ହେଲା ସାପ୍ତାହିକ ହାଟ କରୁଛୁ, ଲାଗି ପଡ଼ିକି ଚଲିଛୁ। ସେଇଟାରେ ଆମେ ରୋଜଗାର ଘର ଚଳୁଛୁ। ଆଜିକୁ ହେଇଗଲାଣି 4 ସପ୍ତାହ ହେଲା ଆମକୁ କେଉଁ ହାଟରେ ପୁରେଇ ଦେଉନାହାନ୍ତି। ଯେହେତୁ ଯେଉଁ ରାଖାଲଗୁଡ଼ା ଯେଉଁ କାଣ୍ଡ ହେଇଛି, ସେଥିପାଇଁ ଆମକୁ ବଙ୍ଗାଳୀ ସମାଜର ବଙ୍ଗାଳୀ ଲୋକମାନଙ୍କୁ ହାଟରେ ପୁରେଇ ଦେଉନାହାନ୍ତି। ସେ ହାଟରେ ଆଜିକୁ 30-40 ବର୍ଷ ହାଟ କରୁଛୁ। ଅଲଗା ଜାତି ସବୁ ପୁରେଇ ଦେଉଛନ୍ତି। ସେଠିର ବାସିନ୍ଦା, ସେଠିର ଲୋକ ଆଉ ସେଠିର ବଜାର କମିଟି କହୁଛନ୍ତି ତୁମେ ବଙ୍ଗାଳୀ ଲୋକ ଏ ହାଟରେ କରିବନି, ବଙ୍ଗାଳୀ ଲୋକ ତୁମ ପାଇଁ ହାଟ ନାହିଁ, ତୁମେ ସେ ହାଟରେ ପୁରିବନି, ହାଟ କିଛି କରିପାରିବନି। ସେଇଟା ପାଇଁ ଆମର ଅବସ୍ଥା ବହୁତ ଖରାପ ଚାଲିଛି। ଆଉ ସେଇଟା ପ୍ରଶାସନ ପାଖରେ ନିବେଦନ କରୁଛୁ, ତାର ସଲ୍ୟୁସନ୍ କ'ଣ କାଢ଼ିକି ଆମର ନ୍ୟାୟ ପ୍ରଦାନ କରିବେ। ଆଜି ଥାନାରେ ଆସିଥିଲୁ, ମାଲକାନଗିରି ଥାନାରେ। ଆଜି 100-150 ଆସୁଛୁ ସବୁ ବେପାରୀ, ଯିଏକି ଆଗରେ ବନ୍ଦ ଥିଲା ତୁମର 3-4 ସପ୍ତାହ ହେଲା ଭେଜଗଡ଼ା ହାଟ ବନ୍ଦ ଥିଲା। ଏଇ ସପ୍ତାହ ବୁଧବାର ବି ପଦମଗିରି ହାଟ ଯାଇକି ଖୋଲେଇ ଦେଲେନି। କହୁଛନ୍ତି ନାଇଁ ତୁମେ କରିପାରିବନି, ହାଟ କିଛି କରିପାରିବନି, ବେଙ୍ଗଲ ଲୋକ, ତୁମେ ବେଙ୍ଗଲ ଲୋକ, ହାଟରୁ ବାହାର, ହାଟ ଭିତରେ ପୁରବନି, ତୁମେ ହାଟ କରିପାରିବନି। ନ୍ୟାୟ ଚାହୁଁଛୁ। ଆମେ ତ ମିଳିମିଶି ଥିଲୁ, ସେ ଆଦିବାସୀ କୟା ହଉ ବଙ୍ଗାଳୀ ହଉ ମିଳିମିଶି ହାଟ କରୁଥିଲୁ, ଭାଇଚାରା ଆମ ଭିତରେ ଥିଲା। ହେଲେ ତାଙ୍କେ କାହିଁକି ଏମିତି କରୁଛନ୍ତି ଆମେ ବୁଝିପାରୁନୁ।